नमस्कार देखो मुझे आज आसी गोटे जगह क्लास कॉलेज ना हूँ आरम कॉलेज आरम हायर सेकेंडरी स्कूल केन्द्रापड़ा अवस्थित सर केन्द्रापड़ा कौ जगह गुलनगर आज्ञा गुलनगर मुझे क्लास करने क्लास करने आसे देखा आसे पचर किसी पिला बस झील मैंने भी बस आम रियल कथा आज बुझी नवा जे मुझे किसी दिन पर मुझे कॉलेज निजे बुलाया जी प्रकृत कथा कहि सतरे कौन चलती पढ़ापढ़ी केमी चलती पिला केमी कौन पढ़ुं मुझे सर्वप्रथम बहुत खुशी हली स्मार्टफोन लगी सहित पिला माने एसी बसवे किसी बोर हबार ना 10 घंटा कौन गोटे दिन कौन 18 घंटा पर्यटन बस क्लास करेंगे बाकी रहा कौन कहते केमी कौन क्लास रूमटा अच्छी ଏବେ ପଚାରିବା ପିଲାମାନଙ୍କୁ କଣ କେମିତି ସତରେ ପଢା ହଉଛି ମୁଁ ତ କହିଲେ ହବ ନା ଆଡଭର୍ଟାଇଜ କରିବା ପାଇଁ ଆସିବି ନିଜେ ବୁଲିବା ପାଇଁ ଆସିବି ମତେ ବହୁତ ଖୁସି ଲାଗିଲା ସବୁ ଅଫିସ ରୁମ୍ ଦେଖିଲି ସବୁ ରୁମ୍ ଗୁଡା ବୁଲିକି ଦେଖି ଆସିଲି ପିଲାମାନଙ୍କର ଖାଇବା ଠାରୁ ଆରମ୍ଭ କରି ପଢିଲା ପର୍ଯ୍ୟନ୍ତ ସବୁ ଗୁଡା ଦେଖିଛି ଝିଅଙ୍କୁ ପଚାରିବା ଝିଅ ନାଁ କଣ କେମିତି କଣ ପଢାପଢି ହଉଛି ଏଠି ସାର୍ ମାନଙ୍କୁ ବହୁତ ଭଲ ଭାବରେ ପଢଉଛନ୍ତି ଆଉ ଛୋଟରୁ ଛୋଟ ଡାଉଟ୍ ବି କ୍ଲିୟର କରୁଛନ୍ତି କେମିତି ଲାଗୁଛି କେମିତି ନିଜକୁ ପଢିବା ପାଇଁ କେମିତି ଲାଗୁଛି ବହୁତ ଭଲ ଲାଗୁଛି ନା ଆଉ ସବୁ ଡାଉଟ୍ ପ୍ରାକ୍ଟିକାଲ ହଉଛି କଣ ପଢୁଛ ସାଇନ୍ସ ସାଇନ୍ସ କୋଉ ଜାଗାରେ ଆସ ମାର୍ଶାଘାଇ କେନ୍ଦ୍ରାପଡ଼ା ଆସୁଛନ୍ତି ଗୋଟେ ଆଉ ଯୋଉ ପଚାରିବା ଝିଅ ନାଇଁ କଣ ପଢାପଢି କେମିତି ଭଲ ଚାଲିଛି ବହୁତ ଭଲ ପଢାଯାଉଛି ମାନେ ଯୋଉମାନେ ଓଡ଼ିଆ ମିଡିୟମ ପିଲା ତାଙ୍କ ପାଇଁ ଓଡ଼ିଆରେ ହିଁ ବୁଝାଉଛି ଓଡ଼ିଆ ଇଂଲିଶ ବହୁତ ରହୁଛି ବା ଡାଉଟ୍ ପୁରା କ୍ଲିୟର ପୁରା ମାନେ ସାର୍ ମାନେ କେମିତି ସବୁ ପୁରା ଫ୍ରେଣ୍ଡଲି ପୁରା ଫ୍ରେଣ୍ଡଲି ମିଶୁଛନ୍ତି ବହୁତ ଭଲ ନା ବହୁତ ବଢିଆ ଝିଅ ନାଁ କଣ କେମିତି ପଢାପଢି ମାନେ ସବୁ ଡାଉଟ୍ କ୍ଲିୟର ସବୁ କଣ ପଢୁଛନ୍ତି ସାଇନ୍ସ ପଢୁଛନ୍ତି ମାନେ କ୍ଲାସ୍ ସବୁ କ୍ଲାସ୍ ହେଉଛି ନା ଆବସେଣ୍ଟ ହେଉଛି ନା ସବୁ ଡାଉଟ୍ କ୍ଲିୟର ପୁରା ସବୁ ପୁରା ସକାଳୁ ଯାଇକି ସନ୍ଧ୍ୟା କଣ ମାନେ ରୁଟିନ୍ ଚାଲିଛି ଆମର ଫାର୍ଷ୍ଟ ଆମର ଯୋଉ ୱାର୍ଡେନ ମ୍ୟାମ୍ ଯୋଉ ଅଛନ୍ତି ସେ ଆସି 5ଟାରୁ ଡାକୁଛନ୍ତି ଆମେ 5ଟାରୁ ଉଠିକି ଆମର ନିଜ ସେଲ୍ଫ ଷ୍ଟଡି କରୁଛୁ ତାପରେ ଆସୁଛୁ ପ୍ରେୟାର କରିବା ପାଇଁ ପ୍ରେୟାର 6ଟାରୁ 7ଟା ଭିତରେ ହେଇଯାଉଛି ବ୍ରେକଫାଷ୍ଟ କରୁଛୁ ବ୍ରେକଫାଷ୍ଟ କରିସାରିଲା ପରେ ଆମର 9ଟା ବ୍ରେକଫାଷ୍ଟ ଯୋଉ ବାର ନେଇକି ରହୁଛି ହଁ ସବୁଦିନ ସବୁ କିଛି ଇଟିଲି ସାମ୍ବର ରହୁଛି ଚାଉମିନ ରହୁଛି ଆଉ ବରା ତରକାରୀ ରହୁଛି ସବୁ 7ଟା ଦିନ 7ଟା ଇଏ ରହୁଛି ଆଉ ଆମର 9ଟାରୁ ଷ୍ଟାର୍ଟ ହେଉଛି କ୍ଲାସ୍ 9ଟାରୁ ଷ୍ଟାର୍ଟ ହେଉଛି 1ଟାରେ ଏଣ୍ଡ ହେଉଛି ତାପରେ ଆମର ପୁଣି ଚାଲୁଛି ଖାଇବା ପିଇବା ସବୁ ସବଜେକ୍ଟକୁ ଅଲଗା ସାର୍ ନା ସବୁ ସବଜେକ୍ଟ ଅଲଗା ଅଲଗା ସାର୍ ଅଛନ୍ତି ଆଉ ଆମର ରୁଟିନ୍ ବି ଅଛି ତାପରକୁ ସାର୍ ଅଛି ଆସନ୍ତି ଗାର୍ଡିଆନ ମାନେ ଭିଜିଟ୍ ନେଇକି ଆସିଛନ୍ତି ଆଜ୍ଞା ବହୁତ ବହୁତ ଧନ୍ୟବାଦ ପଚାରିବା ପୁଅମାନଙ୍କୁ ପଚାରିବା ତୁମ ନାଁ କଣ କୋଉଠି ଆସିଛ ରାଜକନିକା ଆସ ପଢ଼ାପଢ଼ି ବିଷୟରେ କଣ ସବୁ ବିଷୟ ପାଇଁ ଅଲଗା ଅଲଗା ଟିଚର ମାନେ ବି ଅଛନ୍ତି ପଢ଼ିବା ପାଇଁ ଭଲ ଜାଗା ବି ଅଛି ଛୋଟ ଛୋଟ ଡାଉଟ୍ ହେଲେ ବି ସାର୍ ମାନେ କ୍ଲିୟର କରିଦେଉଛନ୍ତି ଆଉ ଖାଇବା ପିଇବା ବି ସବୁ ଭଲ ଠିକ୍ ଠାକ୍ ଚାଲିଛି ମାନେ ଅସୁବିଧା ହବା ନାହିଁ ନା କିଛି ଯେତିକି ଦିନ ରହିଲଣି ପୁରା ବହୁତ ଖୁସିରେ ଅଛ ନା ବହୁତ କଣ କେମିତି ସିଷ୍ଟମ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପଢ଼ାପଢ଼ି କ୍ଲାସ୍ ସରିଲା ପରେ ଏକ୍ସଟ୍ରା କ୍ଲାସ୍ ଆମର ଯେମିତି ଡାଉଟ୍ କ୍ଲିୟର ପାଇଁ ସାର୍ ବୁଝେଇବା କରନ୍ତୁ ସବୁ ଠିକ୍ ଠାକ୍ ମନ ଯୋଉ ସାଙ୍ଗମାନଙ୍କ ପ୍ରତି ଭୟ ଥାଏ ସେ ଭୟ ଅଛି କେତେ ଆଶା ଅଛି କେତେ ମାର୍କ ରଖିବା ପାଇଁ ମାର୍କ ରଖିବାକୁ ଇଚ୍ଛା ଅଛି ନା କଣ ମିଶନରେ 5 ଜଣ ହବ ନା ନାଇଁ 10ମ ରେଜଲ୍ଟ ଯେତିକି ରଖୁଛ ତାଠାରୁ ଅଧିକ ରଖିବା ପାଇଁ ଚେଷ୍ଟା କରିବ ତା ମାନେ ଦଶମରେ କମ୍ ଅଛି ଏଠି ଆସିଲା କାହିଁକିନା କ'ଣ ଡାଉଟ୍ କ୍ଲିୟର ହେଉଛି ନା 10ମରେ କ'ଣ ହେଲା କ'ଣ ନାହିଁ ସେ କଥା କ'ଣ ନା କ'ଣ ଭଲ ପଢ଼ାପଢ଼ି ଭଲ ହେଉଛି କେଉଁ ଜାଗାରେ ଆସିଛ ଆଳିରେ ଆସିଛ କେତେ ଦିନ ହେଲାଣି ବର୍ଷ ଗୋଟେ ବର୍ଷ ଭିତରେ କ'ଣ ଲାଗୁଛି ଜାଗାଟା ଭଲ ଲାଗୁଛି ମାନେ କେବେ ବୋରିଂ ହବା କ'ଣ କରିବା ଗାଁକୁ କେତେ ଥର ଯାଉଛ ଘରକୁ ଯେମିତି ଆମ ଗାଁରେ ସବୁ ଲୋକମାନେ ସବୁ ପିଲାମାନେ ଅଛନ୍ତି ସପ୍ତାହକୁ ଥରେ ଲେଖା ପଳେଇ ଯାଉଛନ୍ତି ଗାଁରେ ରହିଲେ ଘରକୁ ଯିବାକୁ ଇଚ୍ଛା ହେଉଛି ନା ବାସ୍ ମେନ୍ କଥା ହେଉଛି ପରିବେଶଟା ଭଲ ରହିବା ଦରକାର ପଠିଆକୁ ନାଁ କ'ଣ କେଉଁ ଜାଗାରେ ଆସିଛ କେମିତି କ'ଣ ପଢ଼ାପଢ଼ି ଚାଲିଛି ପଢ଼ାପଢ଼ି ଭଲ ଚାଲିଛି ଯାହା ବି ଡାଉଟ୍ ଅଛି ସାର୍ ମାନେ ପାଖରେ ବସିକି ବୁଝାଉଛନ୍ତି ଆଉ ପ୍ରତି ସପ୍ତାହକୁ ଥରେ ବି ଏକ୍ଜାମ୍ ବି ହେଉଛି
ଗାର୍ଡିଆନ ନିରାଶ ହବା ନାହିଁ, ନାହିଁ। ଭଲ ରେଜଲ୍ଟ ହବ ପ୍ଲସ୍ ଟୁ। ଆଜ୍ଞା। ସବୁ ଗାର୍ଡିଆନ ମାନଙ୍କର ଗୋଟେ ଇଚ୍ଛା, ମୋ ପୁଅଟେ ପଢୁଛି ଭଲ ରେଜଲ୍ଟ କରୁ ହେଲା। ଏ କଲେଜଟା ଯେମିତି ନା ଆରମ୍ଭ ବିଦ୍ୟାଳୟ ଆରମ୍ଭ ବୁଝିପାରୁଛୁ। ସବୁ ଡାଉଟ୍ କ୍ଲିୟର କର, କଣ ପିଲା ଦଶମ ସେଟା କରିଥାନ୍ତି, କଣ ହବ ଆକୁ ସେଇଟା ବୁଝିପାରୁଛୁ। ଯଦି ଆମେ ପ୍ଲସ୍ ଟୁରେ ଯଦି ଆମେ 60% ରଖିକି ମାର୍କ ମାଟ୍ରିକରେ ପ୍ଲସ୍ ଟୁରେ 89 ରଖୁଛନ୍ତି, ସେଇଟା ହଉଛି ଆମ ପାଇଁ ବଡ଼ କଥା। କିନ୍ତୁ 90 ଯଦି ଆମେ ତଳକୁ ଆସନ୍ତି, ସେଇଟା ହଉଛି ଆମ ପାଇଁ ଭଲ କଥା ନୁହେଁ। ଗାର୍ଡିଆନ ମାନଙ୍କର ବହୁତ ବଡ଼ ଆଶା, ବହୁତ ଭରସା। ଆଉ ଏଠି ମୁଁ ବି ସାର୍ ମାନଙ୍କୁ ବୁଝିଛି, କଥା ହେଇଛି, ମତେ ବି ବହୁତ ବଢିଆ ଲାଗିଲା। ଆଉ ମୁଁ ଏତିକି କହିବି, ମୁଁ ବି ମଧ୍ୟ ପିଲାମାନଙ୍କୁ ପଢାଏ, ଯାହା ବି ପିଲା ଶୋଇଥାଉ ପାଠ ପଢୁଥାଉ, ମୋ ଗାର୍ଡିଆନ ମାନେ ନିହାତି ଭାବେ ବହୁତ ଖୁସି ଫିଲ୍ କରିବେ ଯେହେତୁ ଭଲ ରେଜଲ୍ଟ ହବ। କାରଣ ଏଭଳି ପରିବେଶରେ ରେଜଲ୍ଟ ହବ ହିଁ। ଆମେ ଯେମିତି ପରିବେଶରେ ରେଜଲ୍ଟ ହବ, ଆଗକୁ ରେଜଲ୍ଟ ହେଇପାରିବ, ମତେ ବହୁତ ଖୁସି ଲାଗିଲା। ଆଉ ଯୋଉମାନେ ଦର୍ଶକ ମାନେ ଦେଖୁଛନ୍ତି, କେନ୍ଦ୍ରାପଡାରେ ମୁଁ କେବେ କୌଣସି କଲେଜ ବୁଲିବା ପାଇଁ ଯାଇନି। କେମିତି ପ୍ରଥମ କଲେଜ ମୁଁ ବହୁତ ଜାଗାରୁ ଆସିଛି ଅଫର ବୁଲିବା ପାଇଁ କଲେଜ, କିନ୍ତୁ ଆଜି ମୋର ସିଜିଏଲ ପରୀକ୍ଷା ଥିଲା। ଭାବୁଥିବ କି ମୁଁ ଆଡଭର୍ଟାଇଜମେଣ୍ଟ କରିବା ପାଇଁ ଅଛି, ତା ପାଇଁ ମୁଁ ଶୁଣିଥିଲି କି କଲେଜ ବହୁତ ବଢିଆ, କିନ୍ତୁ ସେ ପ୍ରକୃତ କେତେ ଭଲ ସେଟା ମୁଁ ନିଜେ ବୁଲିକି ଦେଖିଲି। ଆଉ ମତେ ପରିବେଶଟା ବହୁତ ବଢିଆ ଲାଗିଲା। ଆଉ କେନ୍ଦ୍ରାପଡାରେ ଯଦି ଆସୁଛନ୍ତି ଏ କଲେଜ ଆସନ୍ତୁ, କେବେ ହେଲେ ଗାର୍ଡିଆନ ନିରାଶ ହେବେ ନାହିଁ, ରେଜଲ୍ଟ ହବ ହିଁ ହବ। ମାଟ୍ରିକରେ ଯେତିକି ରଖିଛନ୍ତି ତାଠାରୁ ବହୁ ପ୍ରତିଶତ ମାର୍କ ଅଧିକ ରହିବ, ଗ୍ୟାରେଣ୍ଟି ପୁରା। ଆଉ ଦେଖନ୍ତୁ ସ୍ମାର୍ଟ ବୋର୍ଡ ତ ଲାଗି ଯାଇଛି, ବିଶେଷ କରି ପିଲାମାନଙ୍କର ବୁଝିବାରେ କିଛି ଅସୁବିଧା ହବ ନାହିଁ। ଆମକୁ ବି ଚତୁର୍ପାର୍ଶ୍ୱ ବୁଲେଇ ଦେଖେଇବି। ଆଉ ଏସି ଲାଗି ଯାଇଛି, ପିଲାମାନେ ଆଉ ମାନେ ଏଠି ଆଉ ଗରମ ଫିଲ୍ କରିବେ ନାହିଁ, ବୁଲିବେ ନାହିଁ। ଲାଷ୍ଟ ଘଣ୍ଟେ ଦିଆ ତାଙ୍କ ପିଲାମାନେ ସବୁ ଖୁସି, ପିଲାମାନେ ସବୁ ଭଲ ରେଜଲ୍ଟ ହବ ତ, ଖାଇବା ପିଇବା ସବୁ ଖେଳିବା କଥାବାର୍ତ୍ତା ଖାଉଛନ୍ତି ପିଲାମାନେ। ପଖାଳ ଭାତର ଆଇଟମ୍ ଗୁଡ଼ା ସବୁ ଅଛି, ପିଲାମାନଙ୍କର ପୁରା ମନପସନ୍ଦର ଆଇଟମ୍ ସବୁ। ମାଛ ଭଜା ହେଇଛି, ଆଉ 2-4 ପ୍ରକାର ଆଇଟମ୍ ସବୁ ଅଛି। ଦହି ପଖାଳ ଇଏ ଟୋଟାଲ ଉପରେ ପିଲାମାନେ ଖାଉଛନ୍ତି। ବୟସମାନେ ଖାଇସାରିଲେଣି, ଆଉ ନା କଣ ଖାଇବା ପିଇବା ଆଜି କଣ ହେଇଛି, ଆଉ ସବୁଦିନ କଣ ଖାଇବା? ଆଜି ଆମର ଖରାଦିନ ପାଇଁ ପଖାଳ, ଦହି ପଖାଳ ଭାତ ଆଉ ମାଛ ବେସର ହେଇଛି। ଆଜି ରବିବାର କେତେ ଆଜ୍ଞା। ଦହି ପଖାଳ, ଆଉ କଣ ସବୁ ହୁଏ? କଣ ବାର ସବୁ ମାନେ କୋଉ ବାର ଆଇଁଷ ହୁଏ, ନିରାମିଷ ହୁଏ, ସବୁ ହୁଏ? ଆମର ସପ୍ତାହକୁ 3 ଦିନ ଆଇଁଷ ଦିଆଯାଏ, ବୁଧବାର, ଶୁକ୍ରବାର ଆଉ ରବିବାରେ ଅଣ୍ଡା ଆଉ ମାଛ ଆଉ ଚିକେନ ଦିଆଯାଏ। ଯେଉଁମାନେ ସବୁ ସେଇ ବାରରେ ସବୁ ଆଇଁଷ ନ ଖାଇବେ, ସେମାନେ ନିରାମିଷ କରାଯାଏ। ଆଜ୍ଞା, ତାଙ୍କ ପାଇଁ ପନିର ନହେଲେ ଛତୁ ବି ହେଇଥାଏ। ବହୁତ ବଢିଆ। ଆଉ ଅନ୍ୟ ବାରମାନଙ୍କର ସବୁ ନିରାମିଷ ଚାଲେ ଆଉ। ଖାଇବା ପାଇଁ କିଛି ଅସୁବିଧା ନାହିଁ ନା? ଭଲ ଚାଲିଛି, କେତେ ଦିନ ହେଲାଣି? ଆମେ ବର୍ଷେ ହେଲାଣି। ବର୍ଷେ ହେଲାଣି। ତାମାନେ ଭଲ ପଢାପଢି ଡାଉଟ୍ ସବୁ କ୍ଲିୟର ସବୁ, ଖାଇବା ଖେଳିବା ସବୁ ଓକେ। ବର୍ତ୍ତମାନ ପାଇଁ ମୁଁ ପୁରା ବାହାର ଭିତର ଯେତକ ରୁମ୍ ଥିଲା ସବୁ ବୁଲିଗଲି, ସବୁ କ୍ଲାସ ରୁମ୍ ଆଉ ଖାଇବା ରୁମ୍ ତ ଦେଖେଇଲି। ଏବେ ଆମେ ପିଲାମାନଙ୍କଠୁ ବୁଝିନେଲେ, କିନ୍ତୁ ଜଣେ ଗାର୍ଡିଆନଙ୍କ ସହିତ ଦେଖା ହେଇଗଲା ମୋର। ତାଙ୍କୁ ଆମେ ପଚାରି ବୁଝିବା ଯେ ସେ କେତେ ପରିମାଣରେ ଖୁସି ଅଛନ୍ତି, ତାଙ୍କ ପିଲାମାନେ ଖାଉଛନ୍ତି, ପାଠ ପଢା ଚାଲିଛି, କେତେ ପରିମାଣରେ ଖୁସି ଅଛନ୍ତି। ଅଲଗା କଲେଜ ଅପେକ୍ଷା ଏ କଲେଜର ସବୁ ଅଲଗା ପ୍ରକାର ପାଠପଢ଼ା ଉପରେ ଗୁରୁତ୍ୱ, ଖାଇବା ଉପରେ ଗୁରୁତ୍ୱ ଏବଂ ସବୁ ଲେକ୍ଚର ମାନେ ନିଜ ପିଲା ଭଳି ଭାବିଛନ୍ତି ସେମାନେ ପାଠ ପଢ଼ାନ୍ତି ପିଲା ରେଜଲ୍ଟ ବି ଭଲ ହୁଏ। ମୋ ଝିଅ ବି ଅଲଗା ସବୁ ଏ କଲେଜରେ ସାହିତ୍ୟ ଅଭିଯାନ କରୁଛି, ମାନେ ମୁଁ ପୁଅକୁ ଅଲଗା ଜାଗାରେ ଛାଡ଼ିଥିଲି, କିନ୍ତୁ ସେ କଲେଜ ଅପେକ୍ଷା ଏ କଲେଜ ବହୁତ ଉନ୍ନତ ଧରଣର। ପ୍ରତିବର୍ଷ ପିଲା ବି ବଢ଼ି ଚାଲିଛନ୍ତି, କିନ୍ତୁ 2 ବର୍ଷ ପୂର୍ବେ ଯେଉଁ ଯେତିକି ପିଲା ଥିଲେ ଏବେ ତାର 4-5 ପିଲା ପଢ଼ୁଛନ୍ତି। କିନ୍ତୁ ଯେଉଁ ପିଲାମାନେ ଯେଉଁଠି ଆସୁଛନ୍ତି ତାଙ୍କ ଘର ପାଖରେ ବି କଲେଜ ଅଛି, ସେଠି ନ ପଢ଼ି ଏଠି ଯୋଗାଯୋଗ କରି ପଢ଼ୁଛନ୍ତି, କାହିଁକି ନା ପାଠ ପଢ଼ାର ବହୁତ ଉନ୍ନତ। କିନ୍ତୁ ଏଇ ଗୁରୁତ୍ୱ ଦେଉଛନ୍ତି, ଆଉ ଅଲଗା କଲେଜ ଏତେ ଗୁରୁତ୍ୱ ଦେଉନାହାନ୍ତି। ଅଲଗା କଲେଜ ଯେତେବେଳେ ପିଲା ଆଡ଼ମିଶନ ହେଇଯାଉଛନ୍ତି, ଏଟା ଗୁରୁତ୍ୱ ପିଲାଙ୍କ ନାହିଁ। କେତେ ପରିମାଣ ସନ୍ତୁଷ୍ଟ ଅଛନ୍ତି? ମୁଁ ବହୁତ ପରିମାଣ ଅଛି, କିନ୍ତୁ ମୋର ସମସ୍ତେ ଅନୁରୋଧ ଏ କଲେଜ ପାଇଁ ସମସ୍ତେ ଯୋଗାଯୋଗ କରନ୍ତୁ ଏବଂ ପିଲାଙ୍କୁ ଆଣି ଛାଡ଼ନ୍ତୁ, ଦେଖନ୍ତୁ ପିଲାଙ୍କର ରେଜଲ୍ଟ କେମିତି ଦେଉଛନ୍ତି, ପିଲାଙ୍କ ପାଖରୁ ବୁଝନ୍ତୁ ପାଠ ପଢ଼ା କ'ଣ ଏବଂ ଖାଇବା ପିଇବା ରହିବା କ'ଣ କେତେ ସୁବିଧା ଅଛି। ପିଲା ନିଜେ ହିଁ ଜାଣିପାରିବ କ'ଣ କ୍ୱାଲିଟି ପିଲା ନିଜେ। ଆପଣ ନିଜେ ଆସି ବୁଲିକି ଯାଇକି ପିଲା ହଁ, ମୁଁ ବହୁତ କଟକ ଭୁବନେଶ୍ୱର ଦେଖିଛି ବହୁତ କଲେଜ, କିନ୍ତୁ ମୋର ଏଇଠି ପସନ୍ଦ ହେଲା, ସେ ନେଇକି ଝିଅକୁ
ଏଇଠି ଆଣି ଏ ଛାଡିକି ଯୋଉ ଗାର୍ଡିଆନ ମାନେ ଯୋଉ ବୁଲିବା ପାଇଁ ଆସନ୍ତି କେମିତି କଣ ସମ୍ମାନ ଦିଆଯାଏ ଗାର୍ଡିଆନ ମାନେ? ବହୁତ ଗାର୍ଡିଆନ ଉପରେ ଗୁରୁତ୍ୱ ଦିଏ ମାନେ ଗରିବ ଧନୀ ଗରିବ ସମସ୍ତେ ସମାନ ଭାବରେ ସମାନ ଦେଖନ୍ତି କିନ୍ତୁ କାହାର କିଛି କଲେଜ ଅଛି ଗାର୍ଡିଆନ ମାନଙ୍କୁ ବାହାରେ ଠିଆ ନା କରୁଛନ୍ତି ସେମିତି କଲେଜ ନାହିଁ ଆଗେ ଗାର୍ଡିଆନ ଉପରେ ଗୁରୁତ୍ୱ ଦିଅନ୍ତି ଯେକୌଣସି ଗାର୍ଡିଆନ ହଉ ପିଲା ସେ ତାଙ୍କ ଗାର୍ଡିଆନ ପିଲା ପାଠ ପଢନ୍ତୁ ବା ନ ପଢନ୍ତୁ ଗାର୍ଡିଆନକୁ କିନ୍ତୁ କେବେ ଅବହେଳା କରନ୍ତି ନାହିଁ ଗାର୍ଡିଆନକୁ ଅତିଥି ଭାବରେ ଦେଖନ୍ତି କିନ୍ତୁ ଏଇଭଳି ତାଙ୍କର କାର୍ଯ୍ୟକଳାପ ପରିବେଶଟା ବହୁତ ପରିବେଶ ବହୁତ ଭଲ ମୁଁ ତ ବୁଲିଲି ଯେ- ଅଲଗା କଲେଜରେ ଯୋଉଠି ପିଲା ଛାଡନ୍ତି ସମର କୋର୍ସ କରିବା ପାଇଁ ସେମାନେ 15 ଦିନ 20 ଦିନ ଯାଇକି ତ ଘରକୁ ଯିବା ପାଇଁ ଇଚ୍ଛା କରନ୍ତି କିନ୍ତୁ ଏ କଲେଜରେ ଯୋଉ ପିଲାମାନେ ଆସୁଛନ୍ତି ସମର କୋର୍ସ କରିବା ପାଇଁ ସେମାନେ ନ ଯିବା ପାଇଁ ଚେଷ୍ଟା କରନ୍ତି ପୁରା ସମର କୋର୍ସ ସରିବ ସେ ପିଲା ଚାହୁଁନ୍ତି ଯିବା ପାଇଁ କିନ୍ତୁ ମଝିରେ ସେମାନେ ପୁଣି ଯିବେ ଆମେ ଘରକୁ ଯିବୁ ଏଇଟା ଗୋଟେ ବଡ କଥା ଲାଗିଲା ଯେ ପିଲାମାନେ ବି ମୁଁ ବି ନିଜେ ଦେଖେ କିଛି କଲେଜ ଅଛି ପିଲାମାନେ ଯାଆନ୍ତି 7 ଦିନ ପାଇନଥିବ ପୁଣି ଯାଇ ଘରେ ପୁଣି 10 ଦିନ ଘରେ ଯାଇ ପହଞ୍ଚ ଇଏ ଗୋଟେ କଲେଜ ଭଲ କଲେଜ ବୋଲିକି ମୁଁ ଯାହା ପିଲାଙ୍କଠୁ ବୁଝିଲି ଗାର୍ଡିଆନଠୁ ବୁଝିଲି ପିଲାଙ୍କ ଏ କଲେଜ ଗାଁରେ ବି କଲେଜ ଅଛି ସେ କଲେଜ ପାଖରୁ ପିଲା ଆସି କିନ୍ତୁ ପିଲାମାନେ ଘରକୁ ଯିବା ଇଚ୍ଛା କରନ୍ତି ତାମାନେ ପରିବେଶ ଟା ବଢିଆ ସେତିକି କିଛି ଫାସିଲିଟି ଅଛି ପିଲାମାନେ ଜାଣିଛନ୍ତି ଏ ଜାଗାରେ ରହିଲେ ଆମର କିଛି ବେନିଫିଟ ମିଳିବ ବହୁତ ପିଲା ଚଣ୍ଡିଖୋଲ କୋଉଠି କୋରାପୁଟ କୋଉଠି ସୁନ୍ଦରଗଡ଼ ଓଡ଼ିଶାର ଦୂର ଦୂରାନ୍ତରୁ ପିଲାମାନେ ଆସି ପହଞ୍ଚୁଛନ୍ତି କଟକରୁ ପିଲା ଆସି ପଡୁଛନ୍ତି ସେଠି କଣ କଲେଜ ନାହିଁ କିନ୍ତୁ ଏଠି ପିଲା ଆସି ସେଠି ଆପଣମାନଙ୍କୁ କହୁଛି ମୁଁ ଗୋଟେ ପିଲା ପଢୁଛନ୍ତି ଆଡଭର୍ଟାଇଜ କରିବା ଆସିନି ମୁଁ ଆସିଥିଲି ସିଜିଏଲ ପରୀକ୍ଷା ଦେବା ପାଇଁ ଆଉ ମୁଁ ବୁଲିବା ପାଇଁ ଆସିଥିଲି ବୁଲି ଆସିଲା ସବୁ ପ୍ରକାର ଡାଟା ନେଲି ଆପଣମାନଙ୍କୁ ସବୁ ସେୟାର କଲି ଆଉ ଯଦି ପ୍ରାଇସ୍ କଥା ହଉଛି ସବୁଟା ବଡ ଇମ୍ପୋର୍ଟାଣ୍ଟ କଥା ପ୍ରାଇସ୍ ବହୁତ ଲୋ ଅଛି ଅନ୍ୟ କଲେଜ ମାନଙ୍କ ଅପେକ୍ଷା ଏଠି ପ୍ରତ୍ୟେକ ସବଜେକ୍ଟର ଜଣ ଜଣ ଲେଖା ସାର୍ କ୍ଲାସ ପରେ ବି ଡାଉଟ୍ କ୍ଲିୟର କୋଚିଂ ଯିବାର ଆବଶ୍ୟକତା ନାହିଁ ଏଇଠି ସ୍କୁଲ ଏଇଠି କଲେଜ ଏଇଠି ହଉଛି କୋଚିଂ ଡାଉଟ୍ କ୍ଲିୟର ଏକ୍ସଟ୍ରା କ୍ଲାସ ମଧ୍ୟ ବି ମାନେ ଅଛି କେବେ ସାର୍ ମାନେ ବିରକ୍ତି ପ୍ରକାଶ କରନ୍ତି ନାହିଁ ପିଲାମାନଙ୍କୁ ବୁଝିଲି ସାର୍ ମାନେ ସବୁ ଫ୍ରେଣ୍ଡଲି ଅଛନ୍ତି ସବୁ ସାର୍ ମାନଙ୍କୁ ପିଲାମାନେ ଭୟ କରନ୍ତି ପ୍ରାୟ ଜାଗାରେ କିନ୍ତୁ ଏଠି ସେ ଦେଖିଲି ନାହିଁ ପିଲାମାନେ ବହୁତ ଖୁସିରେ ଅଛନ୍ତି ଆଉ ଆପଣ ମାନଙ୍କୁ ତ ମୁଁ ଯଦି କହିଦେବି ତ ଆପଣଙ୍କୁ ଫୋର୍ସ କରୁନାହିଁ ଆପଣ ମାନଙ୍କୁ ମାନେ ବାଧ୍ୟତାମୂଳକ ଭାବରେ କହୁନାହିଁ ଆପଣଙ୍କର ଇଚ୍ଛା ଆପଣ ବୁଲିକି ଆସନ୍ତୁ ଦେଖନ୍ତୁ ତାପରେ ଛାଡିଲେ ଛାଡିବ ନ ଛାଡିଲେ ନାହିଁ ଆପଣଙ୍କ ଉପରେ ନିର୍ଭର କରେ କିନ୍ତୁ ଆପଣ ମାନେ ଏ କଲେଜ ଛାଡୁଛନ୍ତି ମାନେ ଆଶା ଗ୍ୟାରେଣ୍ଟେଡ ଆପଣଙ୍କ ପିଲା ରେଜଲ୍ଟ କରିବ କାରଣ ଏ ପରିବେଶ ପିଲା ଯଦି ରେଜଲ୍ଟ କରି ନ ପାରିବ ଅନ୍ୟ କୌଣସି ଜାଗାରେ ରେଜଲ୍ଟ କରିପାରିବ ନାହିଁ ସବୁଠାରୁ ବଡ କଥା ହଉଛି ବଏଜ ହଷ୍ଟେଲ ଗାର୍ଲସ ହଷ୍ଟେଲ ହଉଛି ଦିଟା ହଉଛି ବହୁ ସେପାରେଟ 100 ମିଟର ଡିଷ୍ଟାନ୍ସ ତା ସହିତ ପିଲାମାନଙ୍କ ପାଇଁ ସ୍ପେଶାଲ ପୁରା ଜଗା ହଉଛି କୌଣସି ପିଲାମାନେ ଯେମିତି ବହୁତ କଲେଜ ଅଛି ଧୂମପାନ କରିବା ମଦ ପିଇବା ଇଏ ସବୁ ଜିନିଷର ଅଭ୍ୟସ୍ତ ରହିକି ପିଲା ଖରାପ ହେଇଯାଉଛନ୍ତି ହେଲା ମୋର ଠିକଣା ରହିଲା ମୋ ୟୁଟ୍ୟୁବ ଚ୍ୟାନେଲ ଯୋଉମାନେ ଆସି ଦେଖୁଛନ୍ତି ଆପଣ ମାନଙ୍କ ପିଲାମାନେ ଯଦି ବି ବିଗିଡି ଯାଇଛନ୍ତି ଏ ପରିବେଶକୁ ଆସିଲେ ପୁରା ସୁଧୁରିଯିବେ ଆଉ ବାକି ରହିଲା ଆପଣଙ୍କ ଇଚ୍ଛା ଆଶା କরি ଆଜିର ଭିଡ଼ିଓଟି ବହୁତ ଭଲ ଲାଗିଛି ଭଲ ଲାଗିଲେ ଲାଇକ୍ କରିବେ ସେୟାର କରିବେ ଆଉ ଗୋଟେ କଥା ହଉଛି ଆରୋହଣ କଲେଜ କିଏ ବୁଲିବେ ନାହିଁ ଆରୋହଣ କଲେଜ ହାୟର ସେକେଣ୍ଡାରୀ ହାଇସ୍କୁଲ ଆଉ ଆମର ଜାଗାଟା ହଉଛି ବୁଲନଗର ଏ କଲେଜକୁ ବୁଲିବେ ନାହିଁ ଯଦି କେନ୍ଦ୍ରାପଡ଼ା ଆସୁଛନ୍ତି ଥରେ ଆପଣଙ୍କ ପିଲା ତ ପଢି ନାହିଁ ନା ଆପଣ ପିଲା ପଢିବା ପାଇଁ ଉଜ୍ଜଳ ଭବିଷ୍ୟତ ପାଇଁ ଏ କଲେଜ ଭିଜିଟ କରୁଛନ୍ତି ରହୁଛି ନମସ୍କାର।